ग्रोसरी दुकान କରିଥିବା ଜଣେ ବାପାଙ୍କର ପୁଅ ଆଜି ଡାକ୍ତର ପାଠ ପଢ଼ିବ। ସେ ନିଟ୍ କ୍ୱାଲିଫାଇ କରିଛି ଏବଂ ବର୍ତ୍ତମାନ ଡାକ୍ତରୀ ପାଠ ପଢ଼ିବା ପାଇଁ ସେ ଯୋଗ୍ୟ ବିବେଚିତ ହେଇଛି। ଆମେ ବର୍ତ୍ତମାନ ଅଛୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକର ସରସ୍ୱତୀ ଶିଶୁ ମନ୍ଦିର ଭିତରେ ଅଛୁ। ଏ ଯେଉଁ ସରସ୍ୱତୀ ବିଦ୍ୟା ମନ୍ଦିର ଭିତରେ ଅଛୁ ଏବଂ ସେଇ ବିଦ୍ୟା ମନ୍ଦିରର ଜଣେ ଛାତ୍ର, ପୁରୁଣା ଛାତ୍ର ଯିଏକି ଷଷ୍ଠ ପର୍ଯ୍ୟନ୍ତ ସେ ଏଠି ସରସ୍ୱତୀ ଶିଶୁ ମନ୍ଦିର ପାଠ ପଢ଼ିଥିଲେ ଏବଂ ତା ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆଦର୍ଶ ବିଦ୍ୟାଳୟରେ ପଢ଼ିଥିଲେ, ଯାହାକି ବାଲିଗୁଡ଼ାର ଯେଉଁ ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ସେ ପାଠ ପଢ଼ିଥିଲେ 10ମ ପର୍ଯ୍ୟନ୍ତ ଏବଂ ତାପରେ ସେ ନିଟ୍ ପ୍ରିପେୟାର ହୋଇଥିଲେ ଏବଂ ସେ ଆଜି ସଫଳର ଗୋଟିଏ ପାହାଚରେ ପହଞ୍ଚିଛନ୍ତି। ଡାକ୍ତର ହେବାର ଯେଉଁ ସ୍ୱପ୍ନ ଥିଲା ସେ ସ୍ୱପ୍ନ ସେ ନିଶ୍ଚୟ ଆଜି ସେ ପାହାଚରେ ପହଞ୍ଚିଛନ୍ତି ଏବଂ ସେ ନିଶ୍ଚୟ ଆଗକୁ ଦିନେ ଡାକ୍ତର ହେବେ, ଏହା କୌଣସି ସନ୍ଦେହ ନାହିଁ। ବାପା ଜଣେ ଗ୍ରୋସରୀ ଦୋକାନୀ ଏବଂ ସେ ବ୍ୟବସାୟ କରନ୍ତି। ଆଜି ଯିଏକି ଆମ ସହିତ ଅଛନ୍ତି ବିନାୟକ ସାହୁ, ସିଏ 518 ନମ୍ବର ରଖି ଯେଉଁ ଡାକ୍ତର ପାଠ ପଢ଼ିବାର ପାଇଁ ସେ ମନୋନୀତ ହୋଇପାରିଛନ୍ତି ଏବଂ ଯେଉଁ ସେଇ ଶିଶୁ ମନ୍ଦିର ସ୍କୁଲ ଭିତରେ ପରିସର ଭିତରେ ଅଛି ଏବଂ ସେଇ ଶିଶୁ ମନ୍ଦିର ସ୍କୁଲ ଭିତରେ ଆଜି ତାଙ୍କୁ ଛାତ୍ର ଏବଂ ଆମ ଅଞ୍ଚଳର ଅର୍ଥାତ୍ ବାଲିଗୁଡ଼ା ଅଞ୍ଚଳର ଜଣେ ନିଟ୍ ପାଇଁ କ୍ୱାଲିଫାଇ ହୋଇଥିବା ଜଣେ ଛାତ୍ର ହିସାବରେ ତାଙ୍କୁ ଆଜି ଏଠି ସମ୍ମାନିତ କରାଯାଇଛି ଏବଂ ତାଙ୍କୁ ଡକାଯାଇଛି। ତ ଏହି ପରିପ୍ରେକ୍ଷୀରେ ଆମେ ତାଙ୍କ ସହିତ ଭେଟ ହୋଇଥିଲା ଏବଂ ଆମେ ତାଙ୍କ ସହିତ ଦୀପଦ କଥା ହେବୁ। କିଭଳି ଥିଲା ଏଇ ଯେଉଁ ଜର୍ଣ୍ଣି, ଯିଏକି ଜଣେ ବାପା ହେଉଛନ୍ତି ଜଣେ ଗ୍ରୋସରୀ ଦୋକାନ କରିଥିଲେ। ପ୍ରଥମେ ସେ ପରିବା ଦୋକାନ କରିଥିଲେ ବାଲିଗୁଡ଼ା ସହରରେ, ତାପରେ ପରେ ସେ ଗ୍ରୋସରୀ ଦୋକାନ କରିଥିଲେ। ତ ଜଣେ ଗ୍ରୋସରୀ ଦୋକାନ କରି ପୁଅକୁ ଆଜି ନିଟ୍ ପଢ଼ାଇବାର ଯେଉଁ ସ୍ୱପ୍ନ ଆଜି ସାକାର ହେଇଛି। ଆମେ ତାଙ୍କ ସହିତ ସିଧାସଳଖ କଥା ହେବା। ମୁଁ ବିନାୟକ ସାହୁ, ବାପାଙ୍କ ନାଁ ହେଉଛି କାଶୀନାଥ ସାହୁ। ସେ ବାଲିଗୁଡ଼ା ସହରରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ମା ହେଉଛନ୍ତି ଏକ ହାଉସୱାଇଫ୍, ତାଙ୍କ ନାଁ ହେଉଛି ମହାଲକ୍ଷ୍ମୀ ସାହୁ। ମାମା ବାବା ସଦାବେଳେ ମୋତେ ସପୋର୍ଟ କରିଛନ୍ତି, କାରଣ ମୋର ପିଲାବେଳୁ ମୋତେ ଯିଏ ବି ତୃତୀୟ ଶ୍ରେଣୀରୁ ପଚାରୁଥିଲା ତୋତେ ଫ୍ୟୁଚରରେ କ'ଣ ହେବାର ଅଛି, ତୋର ଆମ୍ବିସନ୍ କ'ଣ, ତୋତେ କ'ଣ ହେବାର ଅଛି ବଡ଼ ହେଇକି, ମୁଁ ସଦାବେଳେ କହୁଥିଲି ମୋତେ ଗୋଟେ ଡକ୍ଟର ହେବାର ଇଚ୍ଛା ଅଛି। ତ ସେ ମୋତେ ସଦାବେଳେ ପିଲାବେଳରୁ ହିଁ ମୋତେ ସଦାବେଳେ ସପୋର୍ଟ କରି ଆସୁଛନ୍ତି। ଯେଉଁ ଲେଭେଲରେ ମୋତେ ମୁଁ ଯାଇକି ଡକ୍ଟର ହେବା ପାଇଁ ମୋତେ ଗୋଟେ ଭଲ ସୁଯୋଗ ମିଳିପାରିବ, ସେ ଲେଭେଲ ସେ କମ୍ପିଟିସନ୍ସ ଗୁଡ଼ାକ କରିବା ପାଇଁ ମୋତେ ସାହାଯ୍ୟ କରୁଛନ୍ତି। ଏମିତିକି 10th ସରିଲା ପରେ ମୁଁ ପ୍ରାୟ 4 ବର୍ଷ କୋଚିଂ ନେଇ, +2 ସରିଲା ପରେ ପ୍ରାୟ 3 ବର୍ଷ କୋଚିଂ ନେଇଛି। 2 ବର୍ଷ ଘରୁ ନେଉଥିଲି ଆଉ 1 ବର୍ଷ ନୀଳକଣ୍ଠ ନଗର ଶିଶୁ ମନ୍ଦିରରୁ ମୁଁ କୋଚିଂ ନେଉଥିଲି। ସିଏ ମଧ୍ୟ ମାନେ ବାବାଙ୍କର ଏଇ 3 ନମ୍ବର ଆଟେମ୍ପ୍ଟରେ ମଧ୍ୟ ସେ ମୋତେ ବହୁତ ସାହାଯ୍ୟ କରିଛନ୍ତି। ଯାହା ଯେତିକି ତାଙ୍କେ କରିପାରିବା କଥା ସେ ବହୁତ ସାହାଯ୍ୟ କରିଛନ୍ତି। ତାଙ୍କର ମଧ୍ୟ ବହୁତ ଆଶା ଥିଲା କି ଯେ ମୁଁ ଗୋଟେ ଭଲ ଡକ୍ଟର ହେବି। ଏହି ଯେଉଁ ଆପଣ ମଧ୍ୟ ଜାଣନ୍ତି ବାଲିଗୁଡ଼ା ଗୋଟେ କନ୍ଧମାଳ ଜିଲ୍ଲାର ଗୋଟେ ଜାଗା, ଯେଉଁ ଜାଗାରେ କି ଡକ୍ଟର୍ସ ମାନେ ବହୁତ ହି କମ୍ ଭିଜିଟ୍ କରନ୍ତି, ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ। ତ ସେମାନଙ୍କୁ ଦେଖିଲା ହେତୁ ବାବା କହିଥିଲେ ଯେ ତୁ ଏମିତି ଗୋଟେ ଭଲ ଡକ୍ଟର ହେବୁ ଯେମିତିକି କେହି ରୋଗୀ ମଧ୍ୟ କୌଣସି ବିନା ଚିକିତ୍ସାରେ ସେ ଯେମିତି ମୃତ୍ୟୁବରଣ ନ କରେ। ତ ସେଇଥିପାଇଁ ବାବା କହିଥିଲେ ହଉ ପରିଶ୍ରମ କରେ। ବହୁତ ପରିଶ୍ରମ କରିଛି, ମନା କରୁନି। ପ୍ରାୟ 3 ବର୍ଷ ଖଣ୍ଡେ +2 ସରିଲା ପରେ କୋଚିଂ ନେଉଥିଲି, ପ୍ରିପାରେସନ୍ସ କରୁଥିଲି, ବହୁତ ହାର୍ଡ଼ୱାର୍କ କରିଛି। ଏଇଥର ମୋର 581 ମାର୍କ ଅଛି 720ରୁ। ଅଖିଳ ଭାରତୀୟ ସ୍ତରରେ 17,268 ନମ୍ବରରେ ଅଛି ମୁଁ। ଆଉ ଫ୍ୟୁଚରରେ ଗୋଟେ ଭଲ ଡକ୍ଟର ହେବା ପାଇଁ ମୋର ଇଚ୍ଛା ଅଛି। ମୁଁ ଏହା କହିବା ପାଇଁ ଚାହୁଁଛି, ଯଦି ଜଣକୁ ଡକ୍ଟର ହେବାର ଅଛି କି ଯାହାକୁ ବି କିଛି କରିବାର ଅଛି, ଇଞ୍ଜିନିୟର ହେବାର ଅଛି, ସିଭିଲ୍ ସର୍ଭେଣ୍ଟ ହେବାର ଅଛି, IAS OAS ଯାହା ବି କିଛି କରିବାର ଅଛି, ଯଦି ତାର ପିଲାବେଳୁ ସେଇଟା ହିଁ ଇଚ୍ଛା ଅଛି ତ ବାପା ମାଆ ମାନେ ତାକୁ ସପୋର୍ଟ କରିବା ଦରକାର। ସେ ପିଲାକୁ ପ୍ରତି ହାଲତରେ ଯେଉଁ କୌଣସି ପରିସ୍ଥିତି ଆସିଲେ ମଧ୍ୟ ତାକୁ ସାହାଯ୍ୟ କରିବା ଦରକାର। ଆଉ ସେ ପିଲା ମଧ୍ୟ ନିଜର ଯେଉଁଟା ନିଷ୍ଠା ଅଛି, ଯେଉଁ ପ୍ରତି ତାର ବହୁତ ଇଚ୍ଛା ଅଛି, ସେଇଟାକୁ ନିଷ୍ଠାର ସହିତ କରିବା ଦରକାର, ନିଷ୍ଠାର ସହିତ ପରିଶ୍ରମ କରିବା ଦରକାର। ମୁଁ ମଧ୍ୟ ପରିଶ୍ରମ କରିଥିଲି। ଫାର୍ଷ୍ଟ ଆଟେମ୍ପ୍ଟରେ ହେଲାନି, ସେକେଣ୍ଡ ଆଟେମ୍ପ୍ଟରେ ହେଲାନି, 4th ଆଟେମ୍ପ୍ଟରେ ମୋର ହେଲା, ମୁଁ ମନା କରୁନି। କିନ୍ତୁ ସେମାନେ ମଧ୍ୟ ସେଇଟାକୁ ଭାବିବା ଦରକାର। ଯାହା ଚ୍ୟାଲେଞ୍ଜ ଆସୁଛି, ଯେତିକି ହେଉଛି ଭାଙ୍ଗି ନ ଯାଇ ପରିଶ୍ରମ କରିବା ଦରକାର। ପରିଶ୍ରମ କଲେ ନିଶ୍ଚିତ ରୂପରେ ଆପଣଙ୍କର ଯେଉଁଟା ଇଚ୍ଛା ଥିବ ସେଇଟା ଆପଣ ନିଶ୍ଚିତ ରୂପରେ ପାଇପାରିବେ। ଆପଣ ଆମ ଅଞ୍ଚଳର ଯେ ସୁନା ପୁଅ ବିନାୟକ ସାହୁ ଆଜି ଡାକ୍ତର ହେବାର ଯେଉଁ ସ୍ୱପ୍ନ ଥିଲା ଏବଂ ସେ ମନୋନୀତ ହୋଇପାରିଛନ୍ତି ଏବଂ ସେ ବର୍ତ୍ତମାନ ଡାକ୍ତରୀ ପାଠ ପଢ଼ିବେ, ତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଆମେ କାମନା କରୁଛୁ। ଆଉ ଗୋଟିଏ କଥା ରଖିବି, ଏଇ ଯେଉଁ ଆଜି ଯେଉଁ ବର୍ତ୍ତମାନ ସଫଳତା ପାଇଛନ୍ତି, ଏଥିପାଇଁ କାହାକୁ ଶ୍ରେୟ ଦେବେ? ପ୍ରଥମେ ମୁଁ ମୋର ବାବା ମାମାଙ୍କୁ ଶ୍ରେୟ ଦେବା ପାଇଁ ଚାହୁଁଛି। ତାପରେ ମୋର ଗୁରୁଜୀ ଗୁରୁମା, ଯେତିକି ମୋତେ ପ୍ରଥମ ଶ୍ରେଣୀରୁ ମାନେ ପ୍ରାରମ୍ଭ ଶ୍ରେଣୀରୁ ମୁଁ ଷଷ୍ଠ ପର୍ଯ୍ୟନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡ଼ାରେ ପଢ଼ି ଆସିଛି, ଯେଉଁଟାକି ମୋର ଫାଉଣ୍ଡେସନ୍ ବୋଲି କହିଲେ ଚଳେ। ଗୋଟେ ପିଲାର ଯଦି ଫାଉଣ୍ଡେସନ୍ ଭଲ ନଥିବ, ତାହେଲେ ଆମେ ଯେମିତି ଜାଣିଛେ ଘରର ଯଦି ଫାଉଣ୍ଡେସନ୍ ଭଲ ନଥିବ ତାହେଲେ ଘର ବହୁତ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ ରହିବନି।
तो यही शिशु मंदिर मोर फाउंडेशन टी स्ट्रंग करिछि। तापर षष्ठ श्रेणी सरला ପରେ सप्तम श्रेणी रे ओईबी ର एंट्रेंस एग्जाम देकी मु सेठी जाइथिली। सेठार मध्य जो शिक्षक शिक्षयित्री थिले सेमाने बहुत बढ़िया, सेमाने बहुत सहायता करछन्ती। सेमानको मध्य मु सेवा ପାଇଁ दवा ପାଇଁ चाहूछि। एवं मु जो कोचिंग नौथिली नीलकंठनगर शिशु मंदिर किंबा जोठु जो ऑनलाइन प्रिपरेशंस करथिले से समय मध्य जी जी सहायता करथिले, जति कि गुरुजी गुरुमा थिले शिक्षक शिक्षयित्री समस्त को मु मोर श्रेयटा दवा ପାଇଁ चाहूछि। ଆପଣ ସିଧାସଳଖ ଭାବରେ ଶୁଣୁଥିଲେ ଯିଏକି ବିନାୟକ ସାହୁ ନିଜର ସଫଳତାର କଥା କହୁଛନ୍ତି ଏବଂ ସଫଳତା ହାସଲ କରିବା ପାଇଁ କେତେ ସଂଗ୍ରାମ କରିବାକୁ ପଡ଼େ ସେ ମଧ୍ୟ ସିଧାସଳଖ ବଖାଣୁଛନ୍ତି ଏବଂ ବର୍ତ୍ତମାନ ଯେଉଁମାନେ ଅଛନ୍ତି ପାଠ ପଢ଼ୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଗୋଟେ ବାର୍ତ୍ତା ରଖିଛନ୍ତି। ନିଶ୍ଚୟ ଗୋଟେ ଟାର୍ଗେଟ୍ ରଖନ୍ତୁ, ଗୋଟେ ଲକ୍ଷ୍ୟ ରଖନ୍ତୁ ଏବଂ ସେ ଅନୁସାରେ ପରିଶ୍ରମ କରନ୍ତୁ, ଆପଣ ସଫଳ ନିଶ୍ଚୟ ପାଇବେ ଏବଂ ସଫଳତାର ପାହାଚରେ ପହଞ୍ଚିବେ। ଏହା ସିଧାସଳଖ ଭାବରେ ସିଏ ନିଜେ ପ୍ରମାଣ କରିଦେଇଛନ୍ତି ଯିଏକି ବିନାୟକ ସାହୁ। ଏବଂ ବର୍ତ୍ତମାନ এই ବିନାୟକ ସାହୁ ଯେଉଁ ଡାକ୍ତରୀ ପାଠ ପଢ଼ିବେ ଏବଂ ଆଗାମୀ ଦିନରେ ସେ ଜଣେ ଭଲ ଡାକ୍ତର ହେବେ ଏବଂ ଅଞ୍ଚଳ ପାଇଁ ଏକ ସୁନାମ ଅର୍ଜନ କରିବେ, ଏହି ଆଶାରେ ବର୍ତ୍ତମାନ ସେ ଅଛନ୍ତି ଏବଂ ଆମେ ମଧ୍ୟ ତାଙ୍କୁ ବେଷ୍ଟ ୱିଶେସ୍ କାମନା କରୁଛୁ। MBC TV ମାଧ୍ୟମରେ ତାଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ ଏବଂ ତାଙ୍କର ଶୁଭକାମନା କରୁଛୁ। ସେ ଯେପରି ଆଗାମୀ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବେ, ଲୋକଙ୍କର ସେବା କରିପାରିବେ ଏବଂ ସେ ପାଠ ପଢ଼ିବେ ସମସ୍ତରେ ତାଙ୍କୁ ମଧ୍ୟ ସେ ନିଶ୍ଚୟ ମଙ୍ଗଳ ଆମେ କାମନା କରୁଛୁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରୁ ତାପସ କୁମାର ନାୟକ, MBC TV।